ଦେଖନ୍ତୁ ମୋ ପଛରେ ଯୋଉ ଲମ୍ବା ଲାଇନ ଲାଗିଛି ଇଏ କୌଣ ଯାତ୍ରା କିମ୍ବା ପେଣ୍ଡାଲର କିମ୍ବା ଟିକଟ କାଉଣ୍ଟରର ନୁହେଁ କିମ୍ବା ଇଏ ହଉଛି ସାର ପାଇଁ ଏ ଲମ୍ବା ଲାଇନ ଏ ଯୋଉ ଆସିକା ବସଷ୍ଟାଣ୍ଡ ସ୍ଥିତ ଏମପିସିଏସ୍ ସମିତି ପକ୍ଷରୁ ସାର ପିଡ଼ିଆ ବଣ୍ଟନ କରିବାର ଯୋଉ କାର୍ଯ୍ୟକ୍ରମ ରହିଛି ସେଥିପାଇଁ ସକାଳୁ ସକାଳୁ ଚାଷୀମାନଙ୍କର ଏ ଲମ୍ବା ଲାଇନ ଲାଗିଛି। ସକାଳ 6ଟାରୁ ଆରମ୍ଭ କରିଛନ୍ତି ଲମ୍ବା ଲାଇନ। ଆପଣ ଦେଖୁଥିବେ ଆମର ଜୋତା ମଧ୍ୟ ଲାଇନରେ ରଖିଛନ୍ତି ସେମାନେ ଯେ କେତେବେଳେ ତାଙ୍କୁ ଏ ସୁଯୋଗ ମିଳିବ ସାର କିଣିବା ପାଇଁ ସେଥିପାଇଁ ଏ ଖରାରେ ମଧ୍ୟ ଏ ଚାଷୀମାନେ ଲମ୍ବା ଲାଇନରେ ଅଛନ୍ତି। ଯେ ପ୍ରକୃତ ପକ୍ଷେ କ'ଣ ଅସୁବିଧା କେତେବେଳଠୁ ଆପଣ ଆସିଲାଣି ସେ ସଂକ୍ରାନ୍ତରେ ଆମେ ଆମ ପାଖରେ ଚାଷୀ ଅଛନ୍ତି ତାଙ୍କ ସହିତ ସବିଶେଷ ଆଲୋଚନା କରିବା। ବାପା ଆପଣ କୋଉଠୁ ଆସିଥିଲେ କ'ଣ? ମୁଁ ଆସିଛି ଆଜ୍ଞା ଭେଟନେଇ ବାଦଳରୁ। ଆଜ୍ଞା ଆମର ଖାଲି ରୁଆ ହେଇଯାଇଛି, ଜମି ଧାନ କିଛି ଇଏ ହେଇନି, ବିଲକୁଲ ସାର ପଡ଼ିନି। ଆମେ 5 ରାଜୁ ଆଇକି ଜଗିଛୁ ଏଇଠି, ଜଗିଛୁ ପିଡ଼ିଆ ମିଳୁନି। ଆଜ୍ଞା କିଏ ଆସୁନାହାନ୍ତି, ଏବେ ଆସିଲେ ଏବେ ଅନୁକୂଳ କରୁଛନ୍ତି। ଆମେ ଅବସ୍ଥା ହେଇକି ଖରାରେ ବସିକି ସମସ୍ତେ ଯେତିକ ଲୋକ ସବୁ ଗଦା ହେଇକି ଦେଖିକିରି ଆଉ ସବୁ ଯୋଉ ତକଲିଫରେ ଅଛନ୍ତି, କିଏ ଖାଇଛି କିଏ ନାହିଁ, ଏବେ ଅସୁବିଧାରେ ଆମେ ଭୋଗ କରୁଛୁ। ଏବେ ଆପଣଙ୍କର ଚାହିଦା ମୁତାବକ ଏ ସାର ମିଳିବ କି ବୋଲି ଭାବୁଛନ୍ତି କି ନା ଯେତିକି ଦରକାର ସେତିକି ଚାଷ ମାନେ ଚାଷ ପାଇଁ ଆପଣଙ୍କୁ ସାର ମିଳିବ କି? ହଁ ସାର ମିଳିବ ବୋଲି ତ ଆସିଛୁ ଆଜ୍ଞା। ଆଉ ଆମେ ସେଇ ଏତେ ଦୂରରୁ ଆଶା କରିକି ଆସିଛୁ। ଆଉ ଆପଣ ଯଦି ସାର ଦେବେ ବୋଇଲେ ଆମେ ଉପକୃତ ହବୁ, ନହେଲେ ସେମିତି ଇଏ କରିବୁ ଆମେ ଚାଷ କ'ଣ କରିବୁ? ଆଉ ଧାନ ଚାଷ ଆମେ କରିପାରିବୁ। ଯାହା ଶୁଣିଲେ ଚାଷୀଙ୍କର ଯୋଉ ସକାଳୁ ଆସିକିରି ଲମ୍ବା ଲାଇନରେ ରହିଛନ୍ତି ଚାଷ କାର୍ଯ୍ୟ ଆରମ୍ଭ ବେଳୁ ଯୋଉ ବିକ୍ଷିପ୍ତ ବର୍ଷା ଚାଷ ପାଇଁ ଗୋଟେ ଅନୁପଯୋଗୀ ଥିଲା, ତଥାପି କଷ୍ଟମଷ୍ଟେ ଚାଷୀ ତାର ଚାଷ କାର୍ଯ୍ୟ ଆରମ୍ଭ କରିଛି। କିନ୍ତୁ ଯେତେବେଳେ ଆଦାୟ ସମୟକୁ ଆସିବ ପିଡ଼ିଆ ଯେତେବେଳେ ଦେବାକୁ ପଡ଼ିବ, ମା ତମେ ବି ଲାଇନରେ ଅଛ, ଚାଷ କାମ କରୁଛ କି ତମେ? ହଁ କେତେ ବଣ ଚାଷ କରୁଛନ୍ତି କ'ଣ? 10 ଭରଣ। କ'ଣ ଏବେ ଆପଣ ଆସିଛନ୍ତି ଲମ୍ବା ଲାଇନରେ କେତେବେଳଠୁ ଠିଆ ହେଲେଣି କ'ଣ? 6ଟାରୁ ଆସିଲୁଣୁ, ହଁ 6ଟାରୁ ଆସିକିରି ଛିଡ଼ା ହେଇଛୁ। ଆପଣ କେତେ ବସ୍ତା ଚାହୁଁଛନ୍ତି ସବୁ ମିଳିବ ବୋଲି ଭାବୁଛନ୍ତି କି? 3 ବର୍ଷ। ମିଳିବ ବୋଲି ଆପଣ ଆଶା କରୁଛନ୍ତି? ହଁ ତ କ'ଣ ଅସୁବିଧା ଅଛି ଏତେ ପର୍ଯ୍ୟନ୍ତ ଜଗିଛନ୍ତି ଆପଣ? କ'ଣ ଅସୁବିଧା? ଫସଲ ପାଇଁ ସାର ଅସୁବିଧା, ଆଉ କ'ଣ ଅସୁବିଧା? ଯାହା କହିଥିଲେ ଯେ ମହିଳା ଚାଷୀ ମଧ୍ୟ ଲମ୍ବା ଲାଇନରୁ ଯାଇନାହାନ୍ତି। ଆମ ପାଖରେ ଅନ୍ୟ ବି ଚାଷୀ ରହିଛନ୍ତି, ଯେତିକି ଆବଶ୍ୟକ ପରିମାଣରେ ଚାଷକୁ ଆବଶ୍ୟକତା ରହିଛି ସେତିକି ଅନୁପାତରେ ସାର ମିଳିବ କି ନାହିଁ ଲୋକଙ୍କଠୁ ବୁଝିବା। ଆପଣ କେତେ ଲାଇନରେ ଅଛନ୍ତି, ସାର କେତେ ଚାହିଁଛନ୍ତି, ସାର କେତେ ପରିମାଣରେ ମିଳିବ କି ବୋଲି ଭାବିକି ଲାଇନରେ ଅଛନ୍ତି କି? ଆଶା ତ ଅଛି ଆମର, ମାନେ ଆଶା ପୂରଣ ହବ ବୋଲି, କିନ୍ତୁ ତାହା ବୁଝା ପଡୁନି ଯେ କାହିଁ ପୂରଣ ହବ ବୋଲି। ଗୋଟିଏ ବସ୍ତା ମିଳିବ ବୋଲି କହୁଛନ୍ତି ସମସ୍ତେ, କିନ୍ତୁ ଆମର ଦେଖନ୍ତୁ ଜଣେ ଚାଷୀ କହୁଛନ୍ତି ଯେ ଆବଶ୍ୟକ ମୁତାବକ ସାର ମିଳିବ କି ନାହିଁ ତା ସନ୍ଦେହ ମଧ୍ୟ ଅଛି, କିନ୍ତୁ ବିଶ୍ୱାସ ରହିଛି ଏବେ ଗୋଟିଏ ଲକ୍ଷ ବସ୍ତାରେ କାମ ଚଳାଇବାର ବ୍ୟବସ୍ଥା ରହିଛି। ତ ବାପା କୋଉଠୁ ଆସିଥିଲେ କ'ଣ? ଆସିଛୁ 6ଟାରୁ ଆସିଲୁଣୁ, ଲାଇନ ଲଗେଇକି ଅଛୁ। ଆଉ କ'ଣ କରିବା? ପିଢ଼ିଆ ତ ମିଳିବ ବୋଲି ଜଗିଛୁ, ଆଉ ମିଳିବ ବୋଲିକିରି ଆଉ ଏତେ ଗହଳିରେ ଆପଣଙ୍କୁ ପିଡ଼ିଆ ମିଳିବ ତ? ମିଳିବ ବୋଲି ଜଗିଛୁ, ତ କ'ଣ ହଉଛି ଦେଖ। ବର୍ତ୍ତମାନ ଅଫିସ ଖୋଲା ହେଇସାରିଛି, ବିକ୍ରୟ ବ୍ୟବସ୍ଥା ଆରମ୍ଭ ହେଲାଣି, ଲମ୍ବା ଧାଡ଼ିରେ ଯାଉଛନ୍ତି। କୁପନ ବ୍ୟବସ୍ଥା ମଧ୍ୟ ହେଇଛି, ଯୋଉ କୁପନ ବ୍ୟବସ୍ଥାରେ ଚାଷୀ ସାର ମତରେ କିଣିବାର ଆରମ୍ଭ କରିଛି। କିନ୍ତୁ ଏ ଯୋଉ ଲମ୍ବା ଲାଇନକୁ ଦେଖିଲେ ଜଣା ପଡୁଛି ପ୍ରକୃତ ଭାବେ ଆବଶ୍ୟକ ମୁତାବକ ତାଙ୍କୁ ସାର ମିଳିବ କି ନାହିଁ, ଏଥିପାଇଁ ଗୋଟେ ପ୍ରଶ୍ନ ଚିହ୍ନ ଉଠିଛି। ଏଭଳି ଯୋଉ ଲମ୍ବା ଲାଇନ ରହିଛି ତାକୁ କିଭଳି ନିୟନ୍ତ୍ରିତ କରିବା ପାଇଁ ପୋଲିସର ପ୍ରଶାସନର ମଧ୍ୟ ଆବଶ୍ୟକତା ରହିଥିବା ଅନୁମାନ କରାଯାଇଛି। ଯାହା ହଉ ଚାଷୀଙ୍କର ଏ ଯୋଉ ଲମ୍ବା ଲାଇନର ଯୋଉ ଲାଗିଛି ତାଙ୍କର ଆବଶ୍ୟକତା ପୂର୍ଣ୍ଣ କରିବାକୁ ସାର ଠିକ ସମୟରେ ମିଳୁ, ଏଇଟା ହେଇଛି ଦାବି ଚାଷୀ ମାନଙ୍କର। ଆସ୍କାରୁ ମନୋଜ ମୁନି, OTV।